ଆଜ୍ଞା ଧନ୍ୟବାଦ। ରାଜାରାଣୀ ମନ୍ଦିର ସମସ୍ତଙ୍କ ଧାରଣା ଯେ ରାଜା ରାଣୀଙ୍କର ମନ୍ଦିର। ଏହା କୌଣସି ରାଜାରାଣୀଙ୍କ ମନ୍ଦିର ନୁହଁ। ଏହା ଦୁଇ ପ୍ରକାର ପଥରରେ ତିଆରି, ଗୋଟେ ହଳଦିଆ ପଥର ଆଉ ଗୋଟେ ନାଲି ପଥର, ରେଡ୍ ଷ୍ଟୋନ୍ ଆଣ୍ଡ ୟେଲୋ ଷ୍ଟୋନ୍। ତାକୁ ଆମର ଆଞ୍ଚଳିକ ଭାଷାରେ ଏଠି ଲୋକାଲ ଇଏରେ ରାଜା ରାଣୀ ପଥର କୁହାଯାଏ। ଗୋଟେ ରାଜା ପଥର, ଗୋଟେ ରାଣୀ ପଥର। ଏଇ ରାଜା ରାଣୀ ପଥରରେ 11 ଶତାବ୍ଦୀରେ ଆମର ढोल देखिलु ढोल ଇନ୍ଦ୍ରରଥ हाउ बिग इट इज बेटा କେଶରୀ ढोल ବଂଶର देखिलु ରାଜା ତାକୁ ନିର୍ମାଣ କରିଥିଲେ ଏବଂ ଏହି ମନ୍ଦିର କଳିଙ୍ଗ ମନ୍ଦିର ଶୈଳୀରେ ଅଙ୍ଗ ଶୈଳୀରେ ତିଆରି ହୋଇଛି। ଆମେ ଦେଖୁଛୁ ଯେ ଭୁବନେଶ୍ୱର, ପୁରୀ, କୋଣାର୍କ ବା ଓଡ଼ିଶାରେ ଯେତେ ମନ୍ଦିର ଅଛି ଏହି ମନ୍ଦିରରେ ଏକ ଭିନ୍ନତା ଅଛି, ସ୍ୱତନ୍ତ୍ରତା ଅଛି। ସେଇଟା ହେଉଛି ଯେ ମନ୍ଦିରର ଯେଉଁ ବଡି ଅଛି, ଯେଉଁ ଅଙ୍ଗ ଅଛି, ସେ ଅଙ୍ଗ ଭିତରେ ଆଉ ଗୋଟେ ମନ୍ଦିର ଅଛି, ଏକାଧିକ ମନ୍ଦିର ଦେଖିବାକୁ। ତେଣୁ ଏଇଟା ହେଉଛି ଏ ମନ୍ଦିରର ବିଶେଷତ୍ୱ, ଯୋଉଟା ଭାରତ ବର୍ଷରେ ଗୋଟିଏ ମନ୍ଦିର କୁହାଯାଏ।